ବନ୍ଧୁଗଣ 6 ଜାନୁଆରୀ ସୋମବାର ପୌଷ ସପ୍ତମୀ ଦିନ କରିନିଅନ୍ତୁ ଏହି ଦୁଇଟି ଲବଙ୍ଗର ଉପାୟ। ନା କେବଳ ପ୍ରଭୁ ମହାଦେବଙ୍କର କୃପାରୁ ଆପଣଙ୍କ ଜୀବନରେ ହେବ ଧନର ବର୍ଷା, ବରଂ ଆପଣ ବନିଯିବେ କୋଟିପତି ଏବଂ ଆପଣଙ୍କର ଘର ସର୍ବଦା ଖୁସିରେ ଭରି ରହିବ। ଆପଣଙ୍କର ମନସ୍କାମନା ସବୁ ପୂରଣ ହେବ ଏବଂ ଅଚାନକ ଭାବରେ ଆପଣଙ୍କର ଧନ ବୃଦ୍ଧି ପାଇବାକୁ ଲାଗିବ। ବନ୍ଧୁଗଣ, ଏହି ପୌଷ ସପ୍ତମୀ ଦିନ ଅନେକ ପ୍ରକାରର ଶୁଭ ଯୁଗ ଗୁଡ଼ିକର ନିର୍ମାଣ ହେଉଅଛି। ଏହି କାରଣରୁ ଏହି ସୋମବାର ଦିନର ମହତ୍ତ୍ୱ ବହୁତ ବଢ଼ିଯାଉଛି। ଏହା ସହିତ ଆପଣଙ୍କୁ ଏହି ସୋମବାର ଦିନ ଦୁଇଟି ଲବଙ୍ଗର ଉପାୟ ନିଶ୍ଚୟ ରୂପରେ କରିବାର ଅଛି। ତେବେ ବନ୍ଧୁଗଣ, ଏହି ଉପାୟକୁ ଆପଣଙ୍କୁ କେବେ କରିବାର ଅଛି, କେଉଁ ପ୍ରକାରର କରିବାର ଅଛି, କେଉଁ ସ୍ଥାନରେ ଆପଣଙ୍କୁ କରିବାର ଅଛି, ଆଉ ଉପାୟଟିକୁ କରିବା ସମୟରେ ଆପଣଙ୍କୁ କେଉଁ ସବୁ କଥା ଗୁଡ଼ିକର ଧ୍ୟାନ ରଖିବାର ଅଛି, ଏହି ସମ୍ପର୍କରେ ଆଜିର ଏହି ଭିଡ଼ିଓରେ ଆମେ ବିସ୍ତାର ରୂପରେ ଆଲୋଚନା କରିବା। ତେବେ ଫ୍ରେଣ୍ଡସ୍, ସର୍ବପ୍ରଥମେ ଆପଣ ଏହି ଉପାୟକୁ କିପରି କରାଯାଏ, ତାର କ'ଣ ରହିଛି ସବୁ ବିଧିବିଧାନ ସବୁ ଠିକ୍ ରୂପରେ ଜାଣି ନିଅନ୍ତୁ। ତାପରେ ଏହି ଉପାୟଟିକୁ କରନ୍ତୁ। ଆପଣ ତାପରେ ହିଁ ଦେଖିବେ ଯେ ଆପଣଙ୍କର ସମସ୍ତ ମନସ୍କାମନା ଗୁଡ଼ିକ ପୁରା ହୋଇଯିବ, ଇଚ୍ଛା ଗୁଡ଼ିକ ଆପଣଙ୍କର ପୁରା ହୋଇଯିବ। ଆଉ ଆପଣଙ୍କ ଜୀବନରେ ଯଦି କିଛି ସମସ୍ୟା ଚାଲୁଥିବ, ଯେଉଁ ସମସ୍ୟା ଗୁଡ଼ିକର କାରଣ ମଧ୍ୟ ଆପଣମାନେ ଜାଣିନଥିବେ, ତ ସେହିଭଳି ସମସ୍ୟା ଗୁଡ଼ିକ ମଧ୍ୟ ଆପଣଙ୍କ ଜୀବନରୁ ଦୂର ହୋଇଯିବ। ବନ୍ଧୁଗଣ, ଏହି ଦୁଇଟି ଲବଙ୍ଗର ଉପାୟକୁ ଆପଣ ଆପଣଙ୍କ ଜୀବନର ମନସ୍କାମନା ଗୁଡ଼ିକୁ ପୂରଣ କରିବା ପାଇଁ କରିପାରିବେ। କିମ୍ବା ଆପଣଙ୍କର କୌଣସି ବଡ଼ କାର୍ଯ୍ୟ ସବୁ ରହିଛି, ଯେଉଁ କାର୍ଯ୍ୟ ଗୁଡ଼ିକ ଆପଣଙ୍କର ବହୁତ ଦିନ ଧରି ହୋଇପାରୁନାହିଁ, ଆପଣ ସେହିଭଳି କାର୍ଯ୍ୟ ଗୁଡ଼ିକରେ ସଫଳତା ପାଇବା ପାଇଁ ଏହି ଉପାୟକୁ ଆପଣ ନିଶ୍ଚୟ ରୂପରେ କରିପାରିବେ। ଘରର ଲକ୍ଷ୍ମୀ ସେହି ଘରେ ରହିଥିବା ମାତା ଏବଂ ଝିଅମାନଙ୍କୁ କୁହାଯାଇଥାଏ। ତେବେ ଯଦି ଏହି ଉପାୟକୁ କୌଣସି ଘରର ଝିଅ କିମ୍ବା ମା' ମାନେ କରିନେଉଛନ୍ତି, ତାହେଲେ ଏହା ଆପଣଙ୍କର ଘରକୁ ଧନ ଟାଣିବାର ଚୁମ୍ବକ ପରି କାର୍ଯ୍ୟ କରିଥାଏ। କାହିଁକିନା ଯେତେବେଳେ ଘରର ଲକ୍ଷ୍ମୀ କୌଣସି ବିଶେଷ ଉପାୟ କରିଥାନ୍ତି, ତ ସେହି ଉପାୟର ଶୁଭ ଫଳ ନିଶ୍ଚୟ ରୂପରେ ବହୁତ ଜଲ୍ଦି ସେମାନଙ୍କୁ ପ୍ରାପ୍ତ ହୋଇଯାଇଥାଏ। ଆଉ ହଁ, ଏହି ଉପାୟଟିକୁ ଆପଣ ସନ୍ଧ୍ୟା ସମୟରେ ହିଁ କରିବେ, ଅର୍ଥାତ୍ ସୋମବାର ଦିନ ସନ୍ଧ୍ୟା ସମୟରେ ହିଁ ଏହି ଉପାୟଟିକୁ ଆପଣ କରିବେ। ତେବେ ବନ୍ଧୁଗଣ, ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ଆମର ଏହି ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ, ଆଉ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିନିଅନ୍ତୁ। ଏହା ସହିତ ତଳେ ଆସୁଥିବା କମେଣ୍ଟ ବକ୍ସରେ ହର ହର ମହାଦେବ ନିଶ୍ଚୟ ରୂପରେ ଆପଣ ଲେଖିଦିଅନ୍ତୁ, ଯାହାଫଳରେ କି ଆପଣଙ୍କର ଏହି ମନସ୍କାମନା ବା ଇଚ୍ଛା ଗୁଡ଼ିକ ନିଶ୍ଚୟ ରୂପରେ ପୂରଣ ହୋଇପାରିବ ଏବଂ ଭଗବାନ ବୁଢ଼ାଶଙ୍କରଙ୍କର ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହୋଇପାରିବ। ତେବେ ବନ୍ଧୁଗଣ, ଏବେ ଚାଲନ୍ତୁ ଜାଣିବା ସର୍ବପ୍ରଥମ ଉପାୟ ସମ୍ପର୍କରେ। ଆଉ ପ୍ରଥମ ଉପାୟଟି ଆପଣଙ୍କୁ କରିବା ପାଇଁ ରାତ୍ର ସମୟରେ ଘରର ଏହି ସ୍ଥାନରେ ନେଇ ଫିଙ୍ଗି ଦିଅନ୍ତୁ ଦୁଇଟି ଲବଙ୍ଗ। ଏହାପରେ ଆପଣ ନିଜେ ହିଁ ଦେଖିବେ ଯେ ଯଦି ଆପଣଙ୍କ ଘରେ ଧନଜନିତ ସମସ୍ୟା ରହୁଛି କିମ୍ବା ଆପଣଙ୍କର ଘରେ ରୋଗ ବେମାରୀ ବହୁତ ମାତ୍ରାରେ ଆସୁଛି, ତାହେଲେ ଏପରି ଆପଣ ମାନି ନିଅନ୍ତୁ ଯେ ସୋମବାର ଠାରୁ ଆପଣଙ୍କୁ କୌଣସି ଅତି ଉତ୍ତମ ଦିନ ମିଳିବ ନାହିଁ। ଆଉ ହଁ, ଲବଙ୍ଗର ଯେତିକି ସବୁ ଉପାୟ କରାଯାଇଥାଏ, ଏହି ଉପାୟ ଗୁଡ଼ିକ ସର୍ବପ୍ରଥମେ ଆପଣଙ୍କର ଜୀବନକୁ ଚମକାଇବାର କାର୍ଯ୍ୟ କରିଥାଏ। ବହୁତ ଜଲ୍ଦି ଆପଣଙ୍କର ଯେଉଁ କାର୍ଯ୍ୟ ଗୁଡ଼ିକ ଅଟକି ରହିଛି, ତାହା ଆରମ୍ଭ ହେବା ପାଇଁ ଲାଗିଥାଏ। ଯଦି ଆପଣଙ୍କର ଧନ କେଉଁଠାରେ ଫସି ରହିଛି, ତ ସେହି ଫସି ରହିଥିବା ଧନ ଗୁଡ଼ିକ ମଧ୍ୟ ଆପଣଙ୍କ ପାଖକୁ ଫେରି ଆସିଥାଏ। ଆଉ ଯେଉଁ ଲୋକମାନଙ୍କର କରଜ ଭଳି ସମସ୍ୟା ରହିଛି, ସେମାନଙ୍କର ଅନିଚ୍ଛା ସତ୍ତ୍ୱେ ମଧ୍ୟ ସେମାନେ କୌଣସି ବଡ଼ କାରଣବଶତଃ କରଜ ନେଇଛନ୍ତି ଏବଂ ତାହାକୁ ଶୁଝିବାରେ ବହୁତ ହଇରାଣ ହୋଇଛନ୍ତି, ତ ସେହିଭଳି ବ୍ୟକ୍ତିବିଶେଷ ମାନେ ସୋମବାର ଦିନ ଏହି ଦୁଇଟି ଲବଙ୍ଗ ଏହି ସ୍ଥାନରେ ପକାଇ ଗୋଟିଏ ଦୀପ ନିଶ୍ଚୟ ରୂପରେ ଜାଳି ଦିଅନ୍ତୁ। ତେବେ ବନ୍ଧୁଗଣ, ସର୍ବପ୍ରଥମ ଉପାୟଟି ହେଉଛି ଆପଣଙ୍କ କୁଣ୍ଡଳୀରେ ବୁଧକୁ ମଜବୁତ ବନାଇବା ପାଇଁ। କେତେକ ଲୋକମାନଙ୍କର ଜୀବନରେ ବୁଧ ଗ୍ରହ କମଜୋର ହୋଇଥାନ୍ତି, ହେଲେ ସେମାନେ ଜାଣିପାରିନଥାନ୍ତି। ହେଲେ ଯଦି ଆପଣଙ୍କର କୌଣସି କାମ ହେଉ ହେଉ ରହିଯାଉଛି କିମ୍ବା ସମସ୍ୟା ଗୁଡ଼ିକରେ ଆପଣ ଘେରି ରହୁଛନ୍ତି, ତାହେଲେ ଜାଣି ନିଅନ୍ତୁ ଯେ ଆପଣଙ୍କର ବୁଧ କମଜୋର ଅଛି। ତ ସେଥିପାଇଁ ଆପଣ କ'ଣ କରିବେ ନା, ସୋମବାର ଦିନ ଆପଣଙ୍କର ସହ ପରିବାରର ସଦସ୍ୟମାନଙ୍କ ସହିତ ଆପଣ ମୁଗର ଡାଲି ପ୍ରସ୍ତୁତ କରି ଖାଆନ୍ତୁ। ଆଉ ଏହି ଦିନରେ ଆପଣ ଆମିଷ ଜମାରୁ ବି ଖାଆନ୍ତୁ ନାହିଁ। ଆଉ ହଁ, ସେଇ ମୁଗ ଡାଲିଟି ଯେପରି ସବୁଜ ରଙ୍ଗର ହୋଇଥିବା ଆବଶ୍ୟକ। ତେବେ ଫ୍ରେଣ୍ଡସ୍, ଆପଣଙ୍କୁ ଏତିକି ଉପାୟଟି ବହୁତ ଛୋଟ ପରି ଲାଗୁଥିବ, ହେଲେ ଏହି ଛୋଟ ଉପାୟଟିର ଫାଇଦା ବହୁତ ଅନେକ ଅଟେ।
କେବଳ ଏତିକି ଆପଣ କରିନେବା ଦ୍ୱାରା ଆପଣଙ୍କ ଜୀବନରେ ଯାହା ବି କିଛି ସବୁ କାର୍ଯ୍ୟଗୁଡ଼ିକ ଅଟକି ରହୁଛି, ଯାହା ବି ସବୁ ସମସ୍ୟା ଗୁଡ଼ିକ ରହୁଛି, ବାଧାବିଘ୍ନ ରହୁଛି, ତାହା ନିଶ୍ଚୟ ରୂପରେ ଆପଣଙ୍କର ଦୂର ହୋଇଯିବ। ଏହା ସହିତ ଆପଣ ଯଦି କେଉଁ କାମରେ, କେଉଁ ଶୁଭ କାମରେ ଆପଣ ବାହାରକୁ ଯାଉଛନ୍ତି କିମ୍ବା ଆପଣଙ୍କର କିଛି ଡିଲ୍ କରିବା ପାଇଁ ଯାଉଛନ୍ତି, ତ ଏଇ ଟାଇପ୍ର ଯଦି ଆପଣ କିଛି କାମ ପାଇଁ ବାହାରକୁ ଯାଉଛନ୍ତି ଶୁଭ କାମ ପାଇଁ, ତ ଆପଣ ଆପଣଙ୍କର ପକେଟରେ ହେଉ କିମ୍ବା ଆପଣଙ୍କ ସାଥିରେ ହେଉ ଖଣ୍ଡିଏ ଛୋଟ ହଳଦିଆ ରଙ୍ଗର କପଡ଼ା ଆପଣଙ୍କ ସାଥିରେ ନେଇକରି ଯାଆନ୍ତୁ। ଯଦି ଚାହିଁବେ ଛୋଟ ଖଣ୍ଡେ ହଳଦିଆ ରଙ୍ଗର କପଡ଼ା ନେଇପାରିବେ, ନଚେତ୍ ହଳଦିଆ ରଙ୍ଗର ରୁମାଲ ଆପଣ ଆପଣଙ୍କ ସାଥିରେ ନେଇକରି ଯାଇପାରିବେ। ଯଦି ଆପଣ ହଳଦିଆ ରଙ୍ଗର ରୁମାଲ ଆପଣଙ୍କର ସାଥିରେ ନେଇପାରୁନାହାନ୍ତି କିମ୍ବା କପଡ଼ା ନେଇପାରୁନାହାନ୍ତି, ତାହେଲେ ହଳଦିଆ ରଙ୍ଗର ଯଦି ଆପଣଙ୍କ ପାଖରେ ସାର୍ଟ ଅଛି, ପୋଷାକ ରହିଛି, ତାହେଲେ ଆପଣ ସେହି ପୋଷାକକୁ ପିନ୍ଧିକରି ଯାଇପାରିବେ। ଏହି ଦୁଇଟି ସାମାନ୍ୟ ଛୋଟ ଛୋଟ ଉପାୟ ଆପଣ କରିନେବା ଦ୍ୱାରା ଆପଣଙ୍କର ବୁଦ୍ଧ ତ ମଜବୁତ ହେବେ ହିଁ ହେବେ ଏବଂ ଆପଣଙ୍କର ବେପାର ମଧ୍ୟ ଠିକ୍ସେ ଚାଲିବା ପାଇଁ ଲାଗିବ। ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଉପାୟ ସମ୍ପର୍କରେ। କେଉଁ ସ୍ଥାନରେ ଆପଣ ଦୀପଟିକୁ ଜାଳି ସେଠାରେ ଆପଣ 2ଟି ଲବଙ୍ଗ ପକାଇଦେବା ଦ୍ୱାରା ଆପଣଙ୍କର ସମସ୍ତ ଦୁଃଖ କଷ୍ଟ ସମସ୍ୟା ଦୂର ହୋଇଯିବ, ତାହା ସମ୍ପର୍କରେ ଆସନ୍ତୁ ବିସ୍ତାର ରୂପରେ ଜାଣିବା। ତେବେ ବନ୍ଧୁଗଣ, ସର୍ବପ୍ରଥମେ ଆପଣ ଗୋଟିଏ ଦୀପ ନେଇଯିବେ। ଆଉ ସେହି ଦୀପ ଯେପରି ମାଟିରେ ପ୍ରସ୍ତୁତ ହୋଇଥିବା ଆବଶ୍ୟକ, ନଚେତ୍ ଯଦି ମାଟିର ଦୀପ ଆପଣଙ୍କ ନିକଟରେ ନାହିଁ, ତାହେଲେ ଆପଣ ଚାହିଁଲେ ଅଟାରେ ପ୍ରସ୍ତୁତ ଦୀପ ନେଇପାରିବେ। ସେହି ଦୀପ ମଧ୍ୟରେ ଆପଣଙ୍କୁ ଶୁଦ୍ଧ ଘିଅ ଭର୍ତ୍ତି କରିଦେବାର ଅଛି। ଏହା ସହିତ ଆପଣ ସେହି ଦୀପରେ ଯେଉଁ ବଳିତାଟି ଦେବେ, ସେହି ବଳିତାଟି ଯେପରି ଗୋଲ ବଳିତା ହୋଇଥିବା ଆବଶ୍ୟକ। ଏତିକି କରିସାରିବା ପରେ ଆପଣଙ୍କୁ 2ଟି ସମ୍ପୂର୍ଣ୍ଣ ଭଲ ରହିଥିବା ଲବଙ୍ଗ ନେବାର ଅଛି। ଏହାପରେ ଆପଣଙ୍କୁ ଆପଣଙ୍କର ପୂଜା ଘରକୁ ଯାଇ ସେହି 2ଟି ଲବଙ୍ଗକୁ ଆପଣ ଆପଣଙ୍କ ହାତରେ ଧରିବେ ଏବଂ ସର୍ବପ୍ରଥମେ ଆପଣ ମାତା ପାର୍ବତୀଙ୍କର ଧ୍ୟାନ କରିବେ ଏବଂ ଆପଣଙ୍କର ମନସ୍କାମନା ସବୁ କହିବେ। ଏହାପରେ ଆପଣ ଭଗବାନ ଶ୍ରୀ ଗଣେଶଙ୍କ ପାଇଁ ଧ୍ୟାନ କରିବେ ଏବଂ ତାଙ୍କୁ ନିଜର ମନସ୍କାମନା ଜଣାଇବେ। ଏହାପରେ ଆପଣ ଭଗବାନ ମହାଦେବଙ୍କର ଧ୍ୟାନ କରି ତାଙ୍କୁ ଆପଣଙ୍କର ମନସ୍କାମନା ଗୁଡ଼ିକ ମଧ୍ୟ କହିବେ। ଆଉ ଏହି ଉପାୟଟିକୁ କରିବା ସମୟରେ ଆପଣ ଭଗବାନ ମହାଦେବଙ୍କର କୌଣସି ବି ମନ୍ତ୍ରର ଜପ ଆପଣଙ୍କୁ 11 ଥର କରିବାର ଅଛି। ଏତିକି ଆପଣ କରିସାରିବା ପରେ ସେହି ଯେଉଁ 2ଟି ଲବଙ୍ଗକୁ ଆପଣଙ୍କର ସେହି ଦୀପଟିରେ, ଯେଉଁ ଦୀପଟି ଆପଣ ଆପଣଙ୍କ ସାଥିରେ ଆଣିଥିବେ, ସେହି ଦୀପରେ ଆପଣଙ୍କୁ ପକାଇ ଦେବାର ଅଛି। ଏହାପରେ ଆପଣଙ୍କୁ ସେହି ଦୀପଟି ପ୍ରଜ୍ୱଳନ କରିନେବାର ଅଛି। ଆଉ ସେହି ଦୀପଟିକୁ ଆପଣ ଆପଣଙ୍କର ପୂଜା ଘରେ ରଖି ଠିକ୍ ସେହିପରି ସମାନ ଭାବରେ ଚାହିଁବେ ଯଦି ଆପଣ ସେହିପରି 2ଟି ଆଉ ଦୀପ ପ୍ରସ୍ତୁତ କରି ତାକୁ ନେଇ ଆପଣ ଆପଣଙ୍କର ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ଟାଙ୍ଗି ପାରିବେ। ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ଆପଣ ନେଇ ତାକୁ ଲଗାଇ ପାରିବେ। ଏହାପରେ ଆପଣଙ୍କ ଜୀବନରେ ଆପଣ ନିଜେ ହିଁ ଦେଖିବେ ଯେ ମାତା ପାର୍ବତୀଙ୍କ କୃପାରୁ, ପ୍ରଭୁ ମହାଦେବଙ୍କ କୃପାରୁ ଏବଂ ପ୍ରଭୁ ଶ୍ରୀ ଗଣେଶଙ୍କ କୃପାରୁ ଆପଣଙ୍କ ଜୀବନରେ ଯାହା ବି କିଛି କଷ୍ଟ ସମସ୍ୟା ସବୁ ରହିଥିବ, ତାହା ନିଶ୍ଚୟ ରୂପରେ ଦୂର ହେବାକୁ ଲାଗିବ। ବଡ଼ରୁ ବଡ଼ ସଙ୍କଟ ଗୁଡ଼ିକ ଆପଣଙ୍କ ଜୀବନରୁ ଦୂର ହୋଇଯିବାକୁ ଲାଗିବ। ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ଦୀପ ପ୍ରଜ୍ୱଳନ କରିବେ ଏଥିପାଇଁ ଯେ, କାହିଁକି ନା ସନ୍ଧ୍ୟା ସମୟରେ ଯେତେବେଳେ ମାତା ଲକ୍ଷ୍ମୀ ଭ୍ରମଣ କରୁଥାନ୍ତି, ତ ଯେଉଁ ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ଦୀପ ପ୍ରଜ୍ୱଳନ ହେଉଥାଏ, ସେହି ଘରକୁ ମାତା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି। ତେଣୁ ଏହି ଉପାୟଟି ଆପଣ କରିବା ଦ୍ୱାରା ଆପଣଙ୍କୁ କେବେ ବି ଧନର ମଧ୍ୟ ଅଭାବ ଦେଖାଦେବ ନାହିଁ। କାହିଁକି ନା ଯେଉଁ ଘରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ ଏବଂ ଯେଉଁ ଘରର ବ୍ୟକ୍ତିବିଶେଷମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଏବଂ କୃପା ଦୃଷ୍ଟି ରହିଥାଏ, ସେହିଭଳି ବ୍ୟକ୍ତିବିଶେଷମାନଙ୍କୁ କେବେ ବି ଧନର ଅଭାବ ଦେଖିବା ପାଇଁ ପଡ଼ିନଥାଏ। ସେହିଭଳି ଘରେ ସୁଖ, ଧନ, ଶାନ୍ତି, ବୈଭବ ସବୁକିଛି ବହୁତ ସହଜରେ ହିଁ ଆସିଯାଇଥାଏ। ଆଉ ସେହିଭଳି ପରିବାରର ଜୀବନରେ ଧନ ଆସିବାର ରାସ୍ତା ଗୁଡ଼ିକ ଖୋଲି ଯାଇଥାଏ। ତେବେ ବନ୍ଧୁଗଣ, ଏହା ଥିଲା ଲବଙ୍ଗର ସେହି ଉପାୟ, ଯେଉଁ ଉପାୟଟିକୁ ଆପଣ ନିଜର ଜୀବନରେ କରି ଆପଣ ନିଜ ଜୀବନରେ ଚାଲୁଥିବା ସମସ୍ୟା, ଦୁଃଖ କଷ୍ଟ ଗୁଡ଼ିକୁ, କରଜ ଭଳି ସମସ୍ୟା ଗୁଡ଼ିକୁ ଆପଣ ଆପଣଙ୍କ ଜୀବନରୁ ଦୂର କରିଦେଇପାରିବେ। ତେବେ ବନ୍ଧୁଗଣ, ଆଶା କରୁଛି ଆପଣମାନଙ୍କୁ ମୋର ଏହି ଭିଡ଼ିଓଟି ବହୁତ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ତାହେଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ତଳେ ଆସୁଥିବା କମେଣ୍ଟ ବକ୍ସରେ ନିଶ୍ଚୟ ରୂପରେ ହର ହର ମହାଦେବ ଲେଖିଦିଅନ୍ତୁ, ଯାହାଫଳରେ କି ଆପଣଙ୍କର ଏହି ମନସ୍କାମନା ଗୁଡ଼ିକ ପ୍ରଭୁ ମହାଦେବ ନିଶ୍ଚୟ ରୂପରେ ପୂରଣ କରିଦେବେ। ଆଉ ଯଦି ଆପଣ ମୋର ଏହି ଚ୍ୟାନେଲରେ ନୂଆ କରି ଆସିଛନ୍ତି, ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିନିଅନ୍ତୁ।
ଏବଂ ଆପଣଙ୍କର ସାଙ୍ଗସାଥୀମାନଙ୍କ ସହିତ ନିଶ୍ଚୟ ରୂପରେ ଆମର ଏଇ ଚ୍ୟାନେଲଟିକୁ ସେୟାର ମଧ୍ୟ କରିଦିଅନ୍ତୁ। ତେବେ ବନ୍ଧୁଗଣ ଆଜିର ଏହି ଭିଡ଼ିଓଟିକୁ ଏଇଠି ରଖୁଛି। ପୁଣି କଥା ହେବା ଆଉ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।